ବର୍ତ୍ତମାନ ମୁଁ ଆଉ ଗୋଟେ ବାକ୍ୟ ଅଧ୍ୟୟନ ପୂର୍ବକ ଆଉ ଆରାଧନା କରିବାକୁ ଆସିଥିବା ଭଉଣୀ ସ୍ୱାଗତ କରୁଥିବି। ସଦା ପ୍ରଭୁକୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରି ଅଛନ୍ତି ଓ ନାନା ଦେଶରୁ ପୂର୍ବ ଓ ପଶ୍ଚିମରୁ ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରି ଅଛନ୍ତି, ସଦା ପ୍ରଭୁଙ୍କର ସେହି ମୁକ୍ତ ଲୋକମାନେ ତାହା କହନ୍ତୁ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଏ ପଠିତ ବାକ୍ୟ ଦ୍ୱାରା ଆଜି ପ୍ରିୟ ଭଉଣୀ ଲଳିତା ଦିଗାଲଙ୍କୁ ମୁଁ ସ୍ୱାଗତ କରୁଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ। ସେ ସମ୍ମୁଖକୁ ଆସିବେ ଆଉ ଆଜିର ଆରାଧନାରେ ଆପଣଙ୍କୁ ଆଗତ ଭଉଣୀ ପ୍ରେସ୍ତାଲ ନମସ୍କାର। ବର୍ତ୍ତମାନ ଆପଣଙ୍କ ସମୟ, ଆପଣ ସମ୍ମୁଖକୁ ଆସି ଆଜିର ଆରାଧନାରେ ସ୍ୱାଗତ। ପ୍ରେଜ୍ ଦ ଲର୍ଡ ଭଉଣୀ, ବହୁତ ବହୁତ ଧନ୍ୟବାଦ ସୁନ୍ଦର ଭାବରେ ମତେ ଆହ୍ୱାନ କରିଥିବାରୁ। ଆଜିର ଏଇ ପ୍ରାତଃ ଉପାସନାରେ ତାଙ୍କର ସେବା କରିବା ପାଇଁ, ଆରାଧନା କରିବା ପାଇଁ ମୁଁ ଯେଉଁ ସୁଯୋଗ ପାଇଅଛି, ସେଥିପାଇଁ ମୁଁ ପ୍ରଭୁଙ୍କୁ ମନକୁ ଧନ୍ୟବାଦ ଦଉଛି। ଆମମାନଙ୍କର ପିତର ଆଜ୍ଞାକୁ ଧନ୍ୟବାଦ ଦଉଛି। ମତେ ସୁନ୍ଦର ଭାବରେ ଆହ୍ୱାନ କରିଥିବା ଆମମାନଙ୍କର ହେମଲତା ସିଷ୍ଟରଙ୍କୁ ଧନ୍ୟବାଦ ଦଉଛି। ମୋ ପାଇଁ ସ୍ପେଶାଲ ପ୍ରାର୍ଥନା କରିଥିବା ଆମମାନଙ୍କର ଅନୁପମା ସିଷ୍ଟର ଆଉ ସୁନା ସିଷ୍ଟର ମଧ୍ୟ ପ୍ରାର୍ଥନା କରୁଛନ୍ତି, ପ୍ରତ୍ୟେକଙ୍କୁ ଧନ୍ୟବାଦ ଦଉଛି। ଆସୁ ଆମେ ମହାନ ପରମେଶ୍ୱରଙ୍କୁ ଆରାଧନା କରିବା, ପ୍ରଶଂସା କରିବା। ମୁଁ ମଧ୍ୟ ଏକ ବାକ୍ୟ ପାଠରେ ଆରାଧନା ମଧ୍ୟକୁ ଯିବାକୁ ଚାହୁଁଅଛି। ମୋ ଭଏସ କ୍ଲିୟର ଅଛି ଦିଦି? ଶୁଭୁଛି? ଆଜ୍ଞା। ହେ ମୋହର ପରମେଶ୍ୱର, ମୋହର ଚିତ୍ତ ସୁସ୍ଥିର ଅଛି। ମୁଁ ଗାନ କରିବି, ହଁ ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି। ହେ ନେବଲ ଓ ବୀଣେ ଯାକ, ମୁଁ ନିଜେ ଅତି ପ୍ରଭାତରେ ଜାଗିବି। ହେ ସଦା ପ୍ରଭୁ, ମୁଁ ଗୋଷ୍ଠୀ ବର୍ଗ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି ଓ ମୁଁ ଅନ୍ୟ ଦେଶୀୟ ମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି। ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ ଓ ତୁମ୍ଭର ସତ୍ୟତା ଗଗନ ସ୍ପର୍ଶୀ। ହେ ପରମେଶ୍ୱର, ତୁମ୍ଭେ ଆକାଶ ମଣ୍ଡଳ ଉପରେ ଉନ୍ନତ ହୁଅ ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ। ଆମେନ୍। ପ୍ରଭୁ ଏହି ପଠିତ ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସୁ ଆମେ ପରମେଶ୍ୱରଙ୍କୁ ଧନ୍ୟବାଦ କରିବା, ପ୍ରଶଂସା କରିବା, କାରଣ ତାଙ୍କର ଦୟା ଆମମାନଙ୍କ ପାଇଁ ଅନନ୍ତ କାଳ ସ୍ଥାୟୀ ଅଟେ। ଗୋଟିଏ ଦିନର ନୁହେଁ କି ଗୋଟିଏ ବର୍ଷର ନୁହେଁ, ଆମମାନଙ୍କର ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ତାହାଙ୍କର ଅନୁଗ୍ରହ, ତାହାଙ୍କର ଦୟା ଆମମାନଙ୍କ ନିମନ୍ତେ ଯଥେଷ୍ଟ ଅଟେ। ତାଙ୍କୁ ଧନ୍ୟବାଦ ଦେଇ ଆମେ ଗାଇବା, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର। ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର। ତୁମ ପ୍ରେମରେ ମୋତେ ପ୍ରେମ କର, ତୁମ ଦୟାରେ ମୋ ପ୍ରତି ଦୟା କର। ତୁମ ପ୍ରେମରେ ମୋତେ ପ୍ରେମ କର, ତୁମ ଦୟାରେ ମୋ ପ୍ରତି ଦୟା କର। ହେ ପ୍ରେମିକ ଯୀଶୁ ମୋର, ହେ ପ୍ରେମିକ ଯୀଶୁ ମୋର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର। କି ପାରିବ କରି ତୁଳନା ତୁମରି ମହା ପ୍ରେମକୁ, କି ପାରିବ କରି ବର୍ଣ୍ଣନା ତୁମରି ସତ୍ୟ ନାମକୁ, କି ପାରିବ କରି ତୁଳନା ତୁମରି ମହା ପ୍ରେମକୁ, କି ପାରିବ କରି ବର୍ଣ୍ଣନା ତୁମରି ସତ୍ୟ ନାମକୁ।
ତୁମ କ୍ଷମା ବଳେ ମତେ କ୍ଷମା କର, ତୁମ ଆଶୀଷରେ ପ୍ରଭୁ ମତେ ଭର, ତୁମ କ୍ଷମା ବଳେ ମତେ କ୍ଷମା କର, ତୁମ ଆଶୀଷରେ ପ୍ରଭୁ ମତେ ଭର। ହେ ପ୍ରେମିକ ଯୀଶୁ ମୋର, ହେ ପ୍ରେମିକ ଯୀଶୁ ମୋର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର। Yes, Lord. କାଲବରୀ କ୍ରୁଶ ଦେଲ ତୁମେ, ମୋ ଲାଗି ନିଜର ଜୀବନ, ନାହିଁ ପାଶେ କିଛି ଦେବା ପାଇଁ, ତୁମ ପ୍ରେମର ପ୍ରତିଦାନ। କାଲବରୀ କ୍ରୁଶ ଦେଲ ତୁମେ, ମୋ ଲାଗି ନିଜର ଜୀବନ, ନାହିଁ ପାଶେ କିଛି ଦେବା ପାଇଁ, ତୁମ ପ୍ରେମର ପ୍ରତିଦାନ। ତୁମ ବାହୁରେ ମତେ ଆବୋରି ରଖ, ମତେ ଦିଅ ହେ ପ୍ରଭୁ ସରଗ ସୁଖ, ତୁମ ବାହୁରେ ମତେ ଆବୋରି ରଖ, ମତେ ଦିଅ ହେ ପ୍ରଭୁ ସରଗ ସୁଖ। ପ୍ରେମିକ ଯୀଶୁ ମୋର, ପ୍ରେମିକ ଯୀଶୁ ମୋର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର, ଧନ୍ୟବାଦ ହେଉ ତୁମର। Praise the Lord. Hallelujah. ଆସୁ ସେହି ଜୀବିତ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ଆଉ ଏକ ଗୀତ ଗାଇବା। ହେ ମୋର ପରମେଶ୍ୱର, ବନ୍ଦନା କରି ତୁମର, ହେ ମୋର ପରମେଶ୍ୱର, ବନ୍ଦନା କରି ତୁମର, କ୍ଷୁଧିତ ତୃଷିତ ପ୍ରାଣରେ, କ୍ଷୁଧିତ ତୃଷିତ ପ୍ରାଣରେ, ଖୋଜେ ମହିମା ତୁମର, ନୂତନ ଗୀତରେ ଉଚ୍ଚ ଧ୍ୱନି ଭରେ, ପ୍ରଶଂସା କରି ତୁମ୍ଭର, ନୂତନ ଗୀତରେ ଉଚ୍ଚ ଧ୍ୱନି ଭରେ, ପ୍ରଶଂସା କରି ତୁମ୍ଭର। ହେ ମୋର ପରମେଶ୍ୱର, ବନ୍ଦନା କରି ତୁମର, ହେ ମୋର ପରମେଶ୍ୱର, ବନ୍ଦନା କରି ତୁମର, ତୁମଠାରେ ମୋ ପ୍ରାଣ ହେବ ଆନନ୍ଦିତ, ତୁମ ପରିତ୍ରାଣରେ ହେବ ଉଲ୍ଲସିତ, କରିବି ପ୍ରଶଂସା
ତୁମ୍ଭ ଭାଗ୍ୟର ତୁମ୍ଭଠାରେ ରଖିଛି ମୁଁ ନିର୍ଭର କରିବି ପ୍ରଶଂସା ତୁମ୍ଭ ଭାଗ୍ୟର ତୁମ୍ଭଠାରେ ରଖିଛି ମୁଁ ନିର୍ଭର ନୂତନ ଗୀତରେ ଉଚ୍ଚ ଧ୍ୱନି ଭରି ପ୍ରଶଂସା କରି ତୁମ୍ଭର ନୂତନ ଗୀତରେ ଉଚ୍ଚ ଧ୍ୱନି ଭରି ପ୍ରଶଂସା କରି ତୁମ୍ଭର ହେ ମୋର ପରମେଶ୍ୱର ବନ୍ଦନା କରି ତୁମ୍ଭର ହେ ମୋର ପରମେଶ୍ୱର ବନ୍ଦନା କରି ତୁମ୍ଭର ତୁମ୍ଭ ଧାର୍ମିକତାରେ ଉନ୍ନତ ଯେଉଁ ଜନ ଆନନ୍ଦରେ କରନ୍ତି ତୁମ୍ଭର ଜୟ ଗାନ ଦୁର୍ବଳର ତୁମେ ବଳିଷ୍ଠ ଈଶ୍ୱର ପ୍ରତିଫଳ ଦାତା ପିତା ଈଶ୍ୱର ଦୁର୍ବଳର ତୁମେ ବଳିଷ୍ଠ ଈଶ୍ୱର ପ୍ରତିଫଳ ଦାତା ପିତା ଈଶ୍ୱର ନୂତନ ଗୀତରେ ଉଚ୍ଚ ଧ୍ୱନି ଭରି ପ୍ରଶଂସା କରି ତୁମ୍ଭର ନୂତନ ଗୀତରେ ଉଚ୍ଚ ଧ୍ୱନି ଭରି ପ୍ରଶଂସା କରି ତୁମ୍ଭର ହେ ମୋର ପରମେଶ୍ୱର ବନ୍ଦନା କରି ତୁମ୍ଭର ହେ ମୋର ପରମେଶ୍ୱର ବନ୍ଦନା କରି ତୁମ୍ଭର ହାଲେଲୁୟା ପ୍ରେଜ୍ ଦ ଲର୍ଡ ଆମମାନଙ୍କର ପରମେଶ୍ୱର ଯିଏ ଆମମାନଙ୍କର ପ୍ରତିପାଳକ ଯିଏ ଆମମାନଙ୍କର ଆଶ୍ରୟ ଯିଏ ଆମମାନଙ୍କର ସହାୟ ଯିଏ ଆମମାନଙ୍କର ପ୍ରତି ମୁହୂର୍ତ୍ତରେ ଆମମାନଙ୍କର ପ୍ରତିଦିନର ଭାର ବହନ୍ତି ଆସ ସେଇ ମହାନ ପରମେଶ୍ୱରଙ୍କୁ ଗୌରବ କରି ଆମେ ମଧ୍ୟ କହିବା ତୁମେ ମୋର ପ୍ରତିପାଳକ ତୁମେ ମୋର ଆଶ୍ରୟ ଗୋଡ଼ ତୁମେ ମୋର ସହାୟ ତୁମେ ମୋର ଶୈଳ ତୁମେ ହିଁ ମୋର ବଳ ତୁମେ ମୋର ପ୍ରତିପାଳକ ହେ ଯୀଶୁ ତୁମେ ମୋର ପ୍ରତିପାଳକ ତୁମେ ମୋର ପ୍ରତିପାଳକ ହେ ଯୀଶୁ ତୁମେ ମୋର ପ୍ରତିପାଳକ ଦୁର୍ଦ୍ଦଶା କାଳରେ ତୁମେ ମୋ ସହାୟ ତୁମେ ମୋ ଆଶ୍ରୟ ଗଡ଼ ଦୁର୍ଦ୍ଦଶା କାଳରେ ତୁମେ ମୋ ସହାୟ ତୁମେ ମୋ ଆଶ୍ରୟ ଗଡ଼ ତୁମେ ଶୈଳ ତୁମେ ମୋ ବଳ ତୁମେ ରକ୍ଷକ ତୁମେ ମୋ ଢାଲ ତୁମେ ଶୈଳ ତୁମେ ମୋ ବଳ ତୁମେ ରକ୍ଷକ ତୁମେ ମୋ ଢାଲ ତୁମେ ମୋର ଆଶ୍ରୟସ୍ଥଳ ତୁମେ ମୋର ପ୍ରତିପାଳକ ହେ ଯୀଶୁ ତୁମେ ମୋର ପ୍ରତିପାଳକ ତୁମେ ମୋର ପ୍ରତିପାଳକ ହେ ଯୀଶୁ ତୁମେ ମୋର ପ୍ରତିପାଳକ ଆସିଅଛି କେତେ ଦୁଃଖ ଯାତନା ଏ ଜୀବନେ କେବେ ଭୁଲି ହୁଏ ନା
ତୁମରି ନାମକୁ କରିଛି ବିଶ୍ୱାସ, ବିଶ୍ୱାସୀଙ୍କ ପାଇଁ ରହିଛି ତାଡ଼ନା। ଆସିଅଛି କେତେ ଦୁଃଖ ଯାତନା, ଏ ଜୀବନେ କେବେ ଭୁଲି ହୁଏ ନା। ତୁମରି ନାମକୁ କରିଛି ବିଶ୍ୱାସ, ବିଶ୍ୱାସୀଙ୍କ ପାଇଁ ରହିଛି ତାଡ଼ନା। ତୁମେ ମୋ ବନ୍ଧୁ, ତୁମେ ମୋ ସାଥୀ, ତୁମେ ମୋ ଦିନ, ତୁମେ ମୋ ରାତି। ତୁମେ ମୋ ବନ୍ଧୁ, ତୁମେ ମୋ ସାଥୀ, ତୁମେ ମୋ ଦିନ, ତୁମେ ମୋ ରାତି। ତୁମେ ଶୈଳ, ତୁମେ ମୋ ବଳ, ତୁମେ ରକ୍ଷକ, ତୁମେ ମୋ ଢାଲ। ତୁମେ ଶୈଳ, ତୁମେ ମୋ ବଳ, ତୁମେ ରକ୍ଷକ, ତୁମେ ମୋ ଢାଲ। ତୁମେ ମୋର ଆଶ୍ରୟ ସ୍ଥଳ, ତୁମେ ମୋର ପ୍ରତିପାଳକ। ହେ ଯୀଶୁ, ତୁମେ ମୋର ପ୍ରତିପାଳକ। ତୁମେ ମୋର ପ୍ରତିପାଳକ। ହେ ଯୀଶୁ, ତୁମେ ମୋର ପ୍ରତିପାଳକ। ଜିହୋଭା ନିସି, ତୁମେ ମୋର ଧ୍ୱଜା, ସର୍ବଦା ତୁମେ ହୋଇଅଛ ଠିଆ। ଦୃଢ଼ ଦୁର୍ଗ ହୋଇ ମୋ ଚତୁଃପାର୍ଶ୍ୱରେ ରହିଅଛ ସଦା, ସୁରକ୍ଷାର ଦାତା। ଜିହୋଭା ନିସି, ତୁମେ ମୋର ଧ୍ୱଜା, ସର୍ବଦା ତୁମେ ହୋଇଅଛ ଠିଆ। ଦୃଢ଼ ଦୁର୍ଗ ହୋଇ ମୋ ଚତୁଃପାର୍ଶ୍ୱରେ ରହିଅଛ ସଦା, ସୁରକ୍ଷାର ଦାତା। ତୁମେ ମୋ ଆରମ୍ଭ, ତୁମେ ହିଁ ଶେଷ, ତୁମେ ମୋ ଭରସା, ତୁମେ ହିଁ ବିଶ୍ୱାସ। ତୁମେ ମୋ ଆରମ୍ଭ, ତୁମେ ହିଁ ଶେଷ, ତୁମେ ମୋ ଭରସା, ତୁମେ ହିଁ ବିଶ୍ୱାସ। ତୁମେ ଶୈଳ, ତୁମେ ମୋ ବଳ, ତୁମେ ରକ୍ଷକ, ତୁମେ ମୋ ଢାଲ। ତୁମେ ଶୈଳ, ତୁମେ ମୋ ବଳ, ତୁମେ ରକ୍ଷକ, ତୁମେ ମୋ ଢାଲ। ତୁମେ ମୋର ଆଶ୍ରୟ ସ୍ଥଳ, ତୁମେ ମୋର ପ୍ରତିପାଳକ। ହେ ଯୀଶୁ, ତୁମେ ମୋର ପ୍ରତିପାଳକ। ତୁମେ ମୋର ପ୍ରତିପାଳକ। ହେ ଯୀଶୁ, ତୁମେ ମୋର ପ୍ରତିପାଳକ। ଧନ୍ୟବାଦ ପ୍ରଭୁ, ତୁମରି ପବିତ୍ର ନାମକୁ ଆମେ ଧନ୍ୟବାଦ ଦଉଛୁ। ତୁମରି ନାମ ପ୍ରଶଂସନୀୟ ଅଟେ। ତୁମର ସେ ମହତ୍ ପବିତ୍ର ନାମରେ ଆମେ ପ୍ରତିଷ୍ଠା କରୁଛୁ, ଉଚ୍ଚ ରଖୁଛୁ। ତୁମେ କେବଳ ତୁମେ ଗୌରବାନ୍ୱିତ ହୁଅ, ତୁମେ ମହିମାନ୍ୱିତ ହୁଅ, ତୁମେ ପ୍ରଶଂସିତ ହୁଅ ପ୍ରଭୁ। ଏହି ସମୟ ପର୍ଯ୍ୟନ୍ତ ତୁମେ ଆମକୁ କଢି ଆଣିଲ। ଏ ପ୍ରଭାତ ସମୟରେ ପ୍ରଭୁ ତୁମର ଉପସ୍ଥିତି ମଧ୍ୟକୁ ତୁମେ ଘେନି ଆସିଲ ମାଗିଲେ ଆମେ ତୁମକୁ ଧନ୍ୟବାଦ ଦଉଛୁ। ହଁ ପ୍ରଭୁ, ଆଜି ପାଇଥିବା ତୁମରି ପ୍ରତିଟି ସେହି ନୂତନ ଅନୁଗ୍ରହ ପାଇଁ, ଦୟା ପାଇଁ, କ୍ଷମା ପାଇଁ, ଶାନ୍ତି ପାଇଁ, ଆନନ୍ଦ ପାଇଁ, ସତ୍ୟତା ପାଇଁ, ବିଜୟ ପାଇଁ, ଆମେ ସଫଳତା ପାଇଁ ଆମେ ତୁମର ଧନ୍ୟବାଦ କରୁଛୁ ବାପା। ତୁମେ ଆମମାନଙ୍କର ପ୍ରତିଦିନର ଭାର ବହିବା ପରମେଶ୍ୱରଟ, ଆମମାନଙ୍କର ପ୍ରତିଟି ବିଷୟରେ ମନୋଯୋଗ ହେବାର ପରମେଶ୍ୱରଟ। ତୁମେ ଆମମାନଙ୍କର ପ୍ରତିପାଳକ, ଆମମାନଙ୍କର ଦୃଢ଼ ଦୁର୍ଗ,
आमनकर आश्रय स्थल आमनकर बल आमनकर गान आमनकर लुचिबार स्थान अट धन्यवाद दउछु धन्यवाद दउछु कौनसी समय प्रभु तुम आमको एकला छाड़ी ना हो प्रतिटी मुहूर्त प्रभु तुम आम सहित अच्छ से प्रभु आम तुमको धन्यवाद दउछु उभय प्रतिकूल अनुकूल परिस्थिति प्रभु तुम आम मानकर सहित भगवती परमेश्वर ହେଇଛ प्रभु आमनकर लतक पुछिया परमेश्वर ହେଇଛ आमनकर प्रार्थना निवेदन शुणा परमेश्वर ହେଇଛ आमनकर आरोग्यदाता ହେଇଛ आमनकर समस्त विश्व जगेवा परमेश्वर ହେଇଛ प्रतिटी विषय में प्रभु आम तुमको धन्यवाद दउछु गौरव करुछु प्रशंसा करुछु प्रभु तुम्हें ही केवल तुम्हें उन्नत हो समस्त गौरव तुमको दउछु बापा अवशिष्ट समय मध्य आम तुमको दउछु पवित्र आत्मा परमेश्वर एक सूत्र रे आमको तुम्हें बांधी प्रभु तुम्हें तुमर से ही स्वर्गीय शुणा प्रत्येक को तुम्हें दया कर प्रस्तुत हृदय जेपरी प्रभु आम तुम निकट प्रभु बसी पार तुम श्रीमुख को दर्शन कर प्रत्येक को तुम्हें आशीर्वाद कर किए क्यों हृदय नहीं आसी प्रभु तुम्हें प्रत्येक हृदय दर्शी परमेश्वर अट आज प्रभु क्यों परिवार पाई आज कौन आवश्यक अच्छे समस्त विषय तुम्हें आज जगह तुम आमको परितृप्त कर विशेष कर राजा तुम्हारी दास तुम्हें आशीर्वाद कर तांका मुख पात्र तुम्हें हुआ तांका मुख दे तुम्हें आज तुम से पवित्र वाक्य प्रभु आमको जीवन आवश्यक थिबा से विषय तुम्हें आमको दे परितृप्त कर बोली प्रार्थना करुछु पुनर्बार समस्त महिमा तो केवल तुमको दे जीशुଙ୍କ नाम रे मागुछि आमेन धन्यवाद पुणी सिस्टर धन्यवाद धन्यवाद बहुत बहुत धन्यवाद प्रभुଙ୍କର गौरव हो ଆଉ ସୁନ୍ଦର ଭାବରେ ଭଉଣୀ ଆରାଧନା କରିଛନ୍ତି ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ଆଉ ଭଉଣୀଙ୍କର ଉତ୍ସାହ ନିମନ୍ତେ ଆମମାନେ କରତାଳି ପ୍ରଦାନ କରୁଛୁ धन्यवाद बहुत बहुत धन्यवाद सुंदर भाବରେ आराधना କରିଛନ୍ତି प्रभु निश्चय ସେ ଯାହା କରିଛନ୍ତି ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ ଆପଣଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ପ୍ରଭୁ ଆପଣଙ୍କର ସହବର୍ତ୍ତୀ ଈଶ୍ୱର ହୁଅନ୍ତୁ ଆପଣଙ୍କର ପ୍ରତ୍ୟେକ ସେବା କାର୍ଯ୍ୟରେ ଆପଣଙ୍କର ସାମାଜିକ ଜୀବନରେ ପାରିବାରିକ ଜୀବନରେ ମଧ୍ୟ ପ୍ରଭୁଙ୍କର ଆଶୀର୍ବାଦ ବଢୁ ପ୍ରଭୁଙ୍କର ଗୌରବ ହଉ ଆମମାନେ ଆରାଧନାର କାର୍ଯ୍ୟକ୍ରମ ସମାପ୍ତ କରିଛୁ ବର୍ତ୍ତମାନ ଆମେ ବାକ୍ୟ ନିକଟକୁ ଯାଉଥିବା ଆଉ ବାକ୍ୟ ନିକଟକୁ ଯିବା ପୂର୍ବରୁ ଆମମାନେ ପ୍ରାର୍ଥନା କରିବା ଆମମାନଙ୍କ ଗହଣରେ ଆମମାନଙ୍କର ପ୍ରିୟ ଆଜ୍ଞା ଅଛନ୍ତି ପିକେ ରାଉଳ ପାଷ୍ଟର ଅଛନ୍ତି ଆମର ଆଉ ତାଙ୍କୁ ମୁଁ ଅନୁରୋଧ କରୁଛି ଆଜ୍ଞା ନମସ୍କାର ପ୍ରେଜ୍ ଦ ଲର୍ଡ ଆସନ୍ତୁ ଆଜିର ଆରାଧନା କରୁଥିବା ଦିଦିଙ୍କ ପାଇଁ ଆଉ ବାକ୍ୟ ଘେନି ଆସୁଥିବା ସାରଙ୍କ ପାଇଁ ଆପଣ ପ୍ରାର୍ଥନା କରନ୍ତୁ ଆଉ ଯେତେ ଜଣ ବସିଛୁ ପ୍ରତ୍ୟେକଙ୍କ ପାଇଁ ପ୍ରାର୍ଥନା କରନ୍ତୁ Praise the Lord. प्रार्थना करवा सर्वशक्तिमान दयालु प्रभु तुम धन्यवाद कर तुम प्रशंसा कर प्रभु तुम अनुग्रह कर दया कर प्रभु आज प्रभात समय प्रभु आज जूम मीटिंग रे अटेंड करिया पाए हम सुजय दल धन्यवाद करुछु प्रभु आज जूम माध्यम रे हाँ प्रभु तुम सेवा कार्य करिया पाए हम सुजोग देछ तुम गौरव करुछु बापा प्रभु तुम दया कर अनुग्रह के आशीर्वाद कर प्रार्थना करुचे प्रभु इस समय प्रभु आज प्रभात ठार जो समस्त हाँ प्रभु मध्यस्थ प्रार्थना जो करते हाँ प्रभु तांको तुम्हें आशीर्वाद कर जिते जो उपस्थित थे से आशीर्वाद कर प्रभु जो परिचालना करुछंती भौणी को तुम्हें आशीर्वाद कर प्रभु धन्यवाद दूचे आज जो इतने सुंदर वर्शिप लीडिंग कले गीत गान कले धन्यवाद करुछि बापा भौणी को तुम्हें आशीर्वाद कर हाँ प्रभु तुम से अनुग्रह दया तले आज तुम्हें आशीर्वाद परिवार को आशीर्वाद सभा कार्य आशीर्वाद कर प्रिय प्रभु तुम्हें दया कर बापा ए समय प्रभु प्रार्थना कर बापा आज हाँ प्रभु तुम्हारे जीवंत वाक्य मध्य आज जो प्रकाश करेंगे तुम प्रिय दास हाँ प्रभु तुम्हें दया कर प्रभु तुम्हें आशीर्वाद कर प्रभु तुम्हें अभिषेक दियो और जाए चाहे तुम्हें कथा कह प्रभु होस्ट महाशय तुम हस्त रखिले आशीर्वाद कर से प्रांत परिश्रम कर हाँ प्रभु समस्त हाँ प्रभु रियल मिनिस्ट्री हाँ प्रभु आरंभ कर चलते प्रभु दया कर आशीर्वाद कर मंगलमय प्रभु तुम्हारी सब विषय तुम्हारी गौरव निमंत हो एवं तुम्हें गौरव पूजा पाओ प्रभु मैंने जिते उपस्थित अच्छु आम प्रत्येक तुम्हें आशीर्वाद कर एवं तुम्हारी गौरव निमंत आमको बंच दियो धन्यवाद दूचु आज वाक्य को तुम हस्त रखिले एवं आम जाते शुणु तदनुसार परिचय पारू से आशीर्वाद कर
समस्त गौरव पूजा तुम्हें पाओ। यीशुଙ୍କ नामରେ ଛୋଟ ଭିକ୍ଷା ମାଗୁଛୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଜ୍ଞା ବହୁତ ବହୁତ ଧନ୍ୟବାଦ। ସବୁ ବିଷୟ ନେଇକି ବୋଝର ସହିତ ପ୍ରାର୍ଥନା କରିଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ଆଉ ଗୋଟେ ଅଂଶ ଅଧ୍ୟୟନ କରିବା ଆଉ ଆଜିର ବକ୍ତାକୁ ଆମେ ସ୍ୱାଗତ କରୁଥିବା। ଯେଉଁମାନେ ଆଚରଣରେ ଶୁଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସାରେ ଚାଲନ୍ତି ସେମାନେ ଧନ୍ୟ। ଯେଉଁମାନେ ତାହାଙ୍କ ପ୍ରମାଣ ବାକ୍ୟ ସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତକରଣରେ ତାହାଙ୍କୁ ଖୋଜନ୍ତି ସେମାନେ ଧନ୍ୟ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଏହି ବାକ୍ୟ ଦ୍ୱାରା ଆଜିର ଆମମାନଙ୍କର ଗୋଟେ ରାଉଳ ଆଜ୍ଞା ପ୍ରାର୍ଥନା କଲେ, ଆଉ ଗୋଟେ ରାଉଳ ଆଜ୍ଞା ଆଜି ବାକ୍ୟ ପ୍ରଦାନ କରିବେ। ମୁଁ ତାଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ କରୁଛି। ଆଜ୍ଞା ନମସ୍କାର। ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ଆପଣ ଆଗକୁ ଆସନ୍ତୁ, ଆପଣଙ୍କ ସମୟ ଆମମାନଙ୍କୁ ଆଗକୁ ବଢାଇବେ। ଧନ୍ୟବାଦ। ଧନ୍ୟବାଦ ଧନ୍ୟବାଦ ଭଉଣୀ, ସୁନ୍ଦର ପରିଚୟ ନିମନ୍ତେ। ହାଲେଲୁୟା। ହାଲେଲୁୟା। ଆପଣ ବି ବହୁମୂଲ୍ୟ, କାରଣ ଆପଣ ନିଜେ ସୁନା। ଏଇ ଗତ 2 ଦିନ ତଳେ ସାରା ଭାରତ ସାରା ଧନତେରାସରେ ଲୋକମାନେ ସୁନା ଗହଣା ଦୋକାନରେ ବହୁତ ଭିଡ଼ ଜମିଥିଲେ ସୁନା ଟିକେ କିଣିବା ନିମନ୍ତେ। ହାଲେଲୁୟା। ପ୍ରଭୁଙ୍କ ମତର ଧନ୍ୟବାଦ ହଉ। ପ୍ରଭୁଙ୍କର କରୁଣା, ତାଙ୍କରି ଅନୁଗ୍ରହ, ତାଙ୍କରି ଦୟା ପ୍ରେମ ହେତୁ ମାନେ ବିନଷ୍ଟ ନ ହୋଇ ଏହି ନିମେଷ ପର୍ଯ୍ୟନ୍ତ ଏହି ଜଗତ ମଧ୍ୟରେ ବଞ୍ଚି ରହିଅଛୁ। ଏହା କେବଳ ପରମେଶ୍ୱରଙ୍କର ଅନୁଗ୍ରହ, ତାଙ୍କରି ଦୟା। ସେ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି। ଅନେକ ସମୟରେ ମାନେ ଅବିଶ୍ୱାସ ହେଲେ ମଧ୍ୟ ତାଙ୍କରି ନାମ ସକାଶେ ସେ ଆମକୁ ଧର୍ମପତାରେ ପର୍ଯ୍ୟନ୍ତ କଡ଼ାଇ ନେଉଅଛନ୍ତି। ଏଣୁ ତାଙ୍କ ସେ ପବିତ୍ର ମନ ଆମର ଧନ୍ୟବାଦ ହଉ। ମୁଁ ଧନ୍ୟବାଦ ଦିଏ ସଦାପ୍ରଭୁଙ୍କୁ ଏହି ସୁନ୍ଦର ସୁଯୋଗ ଏବଂ ସମୟ ନିମନ୍ତେ। ଆଉ ବିଶେଷ ଧନ୍ୟବାଦ ଦିଏ ଆମମାନଙ୍କ ଏଇ ରିଏଲ ମିନିଷ୍ଟ୍ରିର ପ୍ରତିଷ୍ଠାତା ହୋଷ୍ଟ ପିଟର ଆଜ୍ଞାଙ୍କୁ। ଆଉ ଏ ସୁନ୍ଦର ସୁଯୋଗ ମଧ୍ୟ ଦେଇଛନ୍ତି ଯେ ମିଳିମିଶି ମାନେ ପ୍ରଭୁଙ୍କର ବାକ୍ୟକୁ ପରିଚର୍ଯା କରିବା ନିମନ୍ତେ। ଧନ୍ୟବାଦ ଆଜ୍ଞା। ଆସନ୍ତୁ ଆମେ ଅଳ୍ପ ସମୟ ପ୍ରଭୁଙ୍କର ବାକ୍ୟରୁ ଦେଖିବା। ବାକ୍ୟକୁ ଯିବା ପୂର୍ବରୁ ମୁଁ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ। ଆଶା କରେ ପରୀକ୍ଷା ଆଜ୍ଞା ଅଛନ୍ତି, ନିଶ୍ଚୟ ସେ ପ୍ରଥମେ ସେ ଉତ୍ତର ଦେବେ ବୋଲି ଭାବୁଛି ମୁଁ। ପରମେଶ୍ୱରଙ୍କର ପ୍ରଥମ ବାକ୍ୟ କଣ ଥିଲା? ବାଇବଲରେ ଯୋଉ ରେକର୍ଡ କରାଯାଇଛି ଫାଷ୍ଟ ୱାର୍ଡ ବା ଫାଷ୍ଟ ସେଣ୍ଟେନ୍ସ ପରମେଶ୍ୱରଙ୍କର, ଯେତେବେଳେ ଆମେ ଆଦି ପୁସ୍ତକ ଆରମ୍ଭ କରୁଛୁ ପ୍ରଥମେ ଫାଷ୍ଟ ୱାର୍ଡ କଣ କହିଲେ? ସବୁ ମାନେ ସେଣ୍ଟେନ୍ସ ବା ବାକ୍ୟ ଦୀପ୍ତି ହେଉ। ଏଇଟା ତ ମୂଷା ଲିଖିଛନ୍ତି। ପରମେଶ୍ୱର ସେ ଆୱାଜ ତାଙ୍କ ସ୍ୱର ଏଇଟା ନୁହଁ, ସେ କହିନାହାନ୍ତି। ପରମେଶ୍ୱର କହିନାହାନ୍ତି ଯେ ଆଦ୍ୟରେ ବାକ୍ୟ ଥିଲା କଣ ବୋଲିକି, କିନ୍ତୁ ଦୀପ୍ତି ପରମେଶ୍ୱର ହେଉ, ଯୋଉ ଦୀପ୍ତି ହେଉ। ଭେରି ଗୁଡ, ବହୁତ ଧନ୍ୟବାଦ ଆଜ୍ଞା। ଦୀପ୍ତି ହେଉ। ପରମେଶ୍ୱର କରେକ୍ଟ ଆନ୍ସର। ଲେଟ୍ ଦେयर ବି ଲାଇଟ୍। ଦୀପ୍ତି ହେଉ ଯାଉଛି ପରମେଶ୍ୱରଙ୍କର ପ୍ରଥମ ଶବ୍ଦ। ଦୀପ୍ତି ବା ଏଇ ଦୀପ୍ତି ହେଉ ପ୍ରଥମ ସେଣ୍ଟେନ୍ସ ବା ବାକ୍ୟ ଥିଲା। ଆମେ ଯୋଉ ରେକର୍ଡ ମିଳିଛି ଏଇ ପବିତ୍ର ବାଇବଲରେ ତାହା ଆମେ ଦେଖିବାକୁ ପାରୁଛୁ। କିନ୍ତୁ ପରମେଶ୍ୱର କହିନାହାନ୍ତି କି ପ୍ରେମ ବିଷୟରେ କିମ୍ବା ବିଶ୍ୱାସ ବିଷୟରେ କିମ୍ବା ଭରସା। କାରଣ ପାଉଲ ଲେଖନ୍ତି ଯେ କି ବାଇବଲ ସବୁଠାରୁ ଅଧିକ ପୁସ୍ତକ ଲେଖକ ବିଶ୍ୱାସ, ଭରସା, ପ୍ରେମ ଏହା ହଉଛି ବହୁମୂଲ୍ୟ। ଓକେ, ସେ ଭିତରୁ ପ୍ରେମ ହଉଛି ସବୁଠୁ ସବୁଠାରୁ ଶ୍ରେଷ୍ଠ। ଉତ୍କୃଷ୍ଟ। ଉତ୍କୃଷ୍ଟ ହଉଛି ପ୍ରେମ। କିନ୍ତୁ ସେ ପ୍ରେମ ବିଷୟରେ ନିଜେ ପରମେଶ୍ୱର ପ୍ରେମ ମଧ୍ୟ ସେ କହନ୍ତି, କିନ୍ତୁ ପରମେଶ୍ୱର କହିଲେ କଣ ନା ଦୀପ୍ତି ହେଉ ପ୍ରଥମେ। ଏବଂ ତାର ପ୍ରାୟ ହଜାର ହଜାର ବର୍ଷ ପରେ ଯଦିଓ ତାହା
परमेश्वर कहबार रेकर्ड करा जाय नै मो इमाजिनेशन बा मो चिंता करूची बोधे ताहा ही कहिथिबो पुनर्बार दीप्ति हो तेणु सही पूर्व देश से गोटे स्पेशल तारा गोटे उदित होइतिला आउ सेई दिन सेई समय रे ए जगत रे गोटे बालक जन्म होइतिला जे कि परवर्ती समय रे कहितिले जे मु एही जगतर ज्योति हालेलुया गत किछि दिन तळे आम भारत रे आम जो कि सबुठारु अधिका विश्वास करती जो धर्मावलंबी माने से माने गोटे पर्व पालन करते जहाँकि दिवाली कुछ दीपावली ओके से माने यही ज्योतिर पर्व को पालन करती आपण माने जो ग्राम रे बा सहर रे देखुथिबे आपणकर साही पड़िशा मानकरे विभिन्न प्रकार रंग बेरंगर लिचु माड़ गुड़क लाइट लगी आम बर्तमान जो झारसुगुड़ा अच्छे ये बहुत मारवाड़ी लोक मैंने अच्छा से बहुत आडम्बर पालन करते यही जो दीपावली रे से माने लक्ष लक्ष टंकार बाण गुड़ाक फुटाई से माने पालन करते किंतु प्रकृत दीपावली बा प्रकृत जो लाइट जो जो महत्व रही अच्छी विषय लाइट विषय रही ज्योति विषय रही बाइबल आमको कौन कहे तो आजिकार मोर शिक्षण विषय थी टपिक थी द पावर ऑफ द लाइट ओके ज्योतिर शक्ति आज शिक्षण विषय थी ज्योतिर शक्ति ओके आम पांचटी विषय देखा तार गुण विषय रे चरित्र विषय रे ज्योतिर चरित्र बा ज्योतिर जीर्ण हूँ पांचटी विषय अल्प समय आलोचना करवा प्रथम विषय देखा लाइट डिस्क्लोज ओके लाइट डिस्क्लोज अर्थात ज्योति प्रकाश करे से देखे दिए ओके द्वितीय विषय देखा लाइट डिस्पेल ओके ज्योति गोटे विषय को अंधकार को दूर कर दिए ओके तृतीय विषय देखा लाइट डिवाइड ओके से विभक्त करे लाइट अंधकार को आलोक को से विभक्त करे चतुर्थ देखा लाइट डायरेक्शन से दिग देखाए ओके लाइट डायरेक्ट डायरेक्शन से दिए एवं शेष देखा लाइट ड्र से आकर्षण करे आकर्षित करे अल्प समय आम देखा आसतु आम वाक्य को जीवा पूर्व आम पदे प्रार्थना करवा आय मानकर वाक्य रूपी स्वर्गीय पिता परमेश्वर आम तुम से पवित्र महानाम धन्यवाद प्रशंसा गौरव करुचे प्रभु आज सुंदर सुजोग एवं समय निमंते स्वर्गीय पिता परमेश्वर तुम्हें जे यही जगतर ज्योति तुमको जानापी आम दया अनुग्रह कर और तुम विषय प्रभु हमको शिक्षा दे तुम्हें गौरव पाओ बर्तमान प्रभु मो जीवन को एवं श्रोता मंडली को तुम हस्ते समर्पण करी यही प्रार्थना प्रियतम जीशु नाम मागुअछि आमेन आमेन जोहन पुस्तक जीशु जो सातटी जो सेंटेंस कहते जोटा कि आमको आई एम सही मु 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 जो कहती से यह गोटे अच्छे जे मु जगतर ज्योति आ जीशु जो सेंटेंस कहते जो इम्पोर्टेंट विषय गुड़ाक जो कहते ऑडियंस को तार आम जदि बैकग्राउंड देखा ओके माथ्यू तार 8 पर्वर 12 पद लिखाई जो पाखे बर्तमान लाटेस्ट जो बाइबल सोसाइटी इंडिया जो बाइबल अच्छी सेठारे गोटे सहयोग लिखाई सबुठारे हेडिंग गुड़ाक दि जाए जहाँकि आमको सहज बुझा निमंते आई बाइबल लिखा अच्छी जीशु जगतर ज्योति ता सांगे सांगे से 12 पद लिखा अच्छी जीशु पुनर्बार लोक मान शिक्षा दे कहले मु जगतर ज्योति देखो से जीशु पुनर्बार लोक मान शिक्षा दे कहले पूर्वर से किसी विषय शिक्षा दौले आउ से शिक्षा समाप्त कलापर से पुनर्बार शिक्षा देले एवं से तुरंत कौन सी माने विषय कह पूर्व से निजको माने कहते मु जगतर ज्योति ना यही घटना केत जब आम देखा तार
ପୂର୍ବବର୍ତ୍ତୀ ଅଂଶ ମାନଙ୍କରେ ଓକେ ଏଇ 8 ପର୍ବ ଯଦି ଏକ ଦେଖିବା ସେଠାରେ ଗୋଟେ ପାପିନିଷ୍ଟ ସ୍ତ୍ରୀଙ୍କୁ ଯେ କି ବ୍ୟଭିଚାରରେ ଧରା ପଡ଼ିଥିବା ଗୋଟେ ମହିଳାଙ୍କୁ କେତେକ ମାନ୍ୟଗଣ୍ୟ ଲୋକମାନେ ଯେ କି ଶାସ୍ତ୍ରୀ ଫାରୁସୀ ମାନେ ସେମାନେ ଧରିକି ଆସି ଅଛନ୍ତି ଏବଂ କେତେବେଳେ ନା ଏମିତି ଭୋରୁ ସକାଳୁ ସକାଳୁ ଓକେ ଏ ଘଟଣା ଘଟିଛି ପ୍ରତ୍ୟୁଷରେ ଲେଖା ହେଇଛି ଯଦି ଆପଣ ସେଇ 8 ପର୍ବର ଏକ ପଦ ପଢିବେ ଲେଖା ହଉଛି ଏ ଘଟଣା ହଉଛି ପ୍ରତ୍ୟୁଷରେ ଅତି ସକାଳୁ ସକାଳୁ ଯୀଶୁ ମନ୍ଦିର ଶିକ୍ଷା ଦଉଥିଲେ ଆଉ ଶିକ୍ଷା ଦେବା ସମୟରେ ଆଉ ସେମାନେ ଗୋଟେ ବ୍ୟଭିଚାରରେ ଗୋଟେ ସ୍ତ୍ରୀଙ୍କୁ ଯୋଉ ଧରା ପଡିଥିବାରୁ ତାକୁ ନେଇକି ଆସିଥିଲେ ଯୀଶୁଙ୍କ ପାଖକୁ ଆଉ ସେମାନେ ଗୋଟେ ଉତ୍ତମ ବିଷୟ କହୁଛନ୍ତି କଣ ନା ଯୋଉ ମୂଷାଙ୍କ ବ୍ୟବସ୍ଥାରେ ଲେଖା ହଉଛି ଏପରି ବ୍ୟଭିଚାରରେ ଧରାଯାଇଥିବା କୌଣସି ସ୍ତ୍ରୀକୁ ଆଉ ଲେଖା ଅଛି ଯେ ପଥର ପକେଇ ମାରିବା ନଥାଏ ଆପଣ କଣ କହୁଛନ୍ତି ଆପଣଙ୍କ ମତ କଣ ଆଉ ଯୀଶୁ ପୁନର୍ବାର ସେ ତଳେ କିଛି ଲେଖିବାକୁ ଲାଗିଲେ ସେମାନେ ବାରମ୍ବାର ସେକୁ ପଚାରିଲେ ତ ଯୀଶୁ ସେମାନଙ୍କୁ କହିଲେ ଯେଉଁମାନେ ପାପ କରିନାହାନ୍ତି ସେମାନେ ପ୍ରଥମେ ତାକୁ ପଥର ପକାନ୍ତୁ ବୋଲି ଆଉ ଦେଖିଲେ କି ସମୟ ପରେ ଯେ ସେଠାରେ କେହି ନାହାନ୍ତି ସମସ୍ତେ ପଳେଇଛନ୍ତି ଆଉ ସେତେବେଳେ ସେହି ପାପୀ ସ୍ତ୍ରୀଙ୍କୁ ମଧ୍ୟ ଯୀଶୁ କହିଲେ ଯେ ମୁଁ ମଧ୍ୟ ତୁମକୁ ଜନ୍ମ ଦେବାକୁ ଚାହେଁ ନାହିଁ ତୁମେ ପୁନର୍ବାର ଆଉ ପାପ କର ନାହିଁ ତାପରେ ପରେ ଏଇ ଘଟଣା ବା ଏହି ଯୋଉ ମେସେଜ ବା ଏହି ବାକ୍ୟ ଯୀଶୁ କହୁଛନ୍ତି ଯେ ମୁଁ ଜଗତର ଜ୍ୟୋତି ତ ଯୀଶୁ କହିବାକୁ ଚାହୁଁଛନ୍ତି ଯେ ଅନ୍ଧକାର କଣ ଏବଂ ଜ୍ୟୋତିର କାର୍ଯ୍ୟ କଣ ଅନ୍ଧକାର ଏବଂ ଜ୍ୟୋତି ମଧ୍ୟରେ ଆଉ ସେ ଫରକ କଣ ତାହା ଦେଖିବାକୁ ଚାହୁଁଛନ୍ତି ତ ଆମେ ଯୋଉ ବର୍ତ୍ତମାନ ଆଲୋଚନା କରିବା ସେହି ଜ୍ୟୋତିର କିଛି ଗୁଣ ବିଷୟରେ ଆମେ ପ୍ରଥମେ ଦେଖିବା ଯେ ଲାଇଟ ଡିସକ୍ଲୋଜ ବା ପ୍ରକାଶ କରେ ଦେଖନ୍ତୁ ଏଇ ସ୍ଥାନରେ ସେମାନେ ଜାଣିନଥିଲେ ସେହି ସୋକଲ୍ ଧାର୍ମିକ ଲୋକମାନେ ଯେଉଁମାନେ କି ଯାଜକ ବା ଯେଉଁମାନେ କି ଶାସ୍ତ୍ରୀ ଯେଉଁମାନେ ଫାରୁସୀ ଯେଉଁମାନେ ଧର୍ମ କର୍ମରେ ଲିପ୍ତ ଥିଲେ ସେମାନଙ୍କର ସମାଜରେ ସେମାନଙ୍କର ନେମ୍ ଫ୍ରେମ୍ ସେମାନଙ୍କ ଶିକ୍ଷାର୍ଥୀ ଥିଲା କିନ୍ତୁ ସେମାନେ ଯେ ପାପୀ ସେଇଦିନ ଯୀଶୁ ସେମାନଙ୍କୁ ପ୍ରକାଶ କରିଦେଲେ କାରଣ କେତେବେଳେ ଯୀଶୁ ଯେତେବେଳେ କହିଲେ ତୁମରେ ଯେ କେବେ ପାପ କରିନାହିଁ ସେ ପ୍ରଥମେ ପଥର ଫୋପାଡୁ ଆଉ ଯେତେବେଳେ ତାଙ୍କ ମଧ୍ୟରୁ କିଏ ମଧ୍ୟ ପଥର ଫୋପାଡ଼ି ନାହାନ୍ତି ସମସ୍ତେ ଚାଲିଗଲେ ତା ଜଣା ଯାଉଛି ଯେ ସେଥିବା ସମସ୍ତେ ପାପୀ ଥିଲେ ସେ ଦିନେ ଦିନେ ସେମାନେ କୌଣସି ନା କୌଣସି ପାପ କାର୍ଯ୍ୟ ସେମାନେ କରିଥିଲେ ତ ଯୋଉ ଲାଇଟର ଯୋଉ ଗୁଣ ଅଛି ଯେ ପ୍ରକାଶ କରିବା ସେ ତାକୁ ପ୍ରକାଶ କରିଦେଲେ ଯେ ସେମାନେ ହେଉଛନ୍ତି ପାପୀ ସେଥି ପର୍ଯ୍ୟନ୍ତ ସେମାନେ ଜାଣିନଥିଲେ ସେମାନେ ବୁଝିପାରୁନଥିଲେ ଯେ ସେମାନେ ପାପୀ ବୋଲିକି କିନ୍ତୁ ଯୀଶୁ ଯୋଉ କହିବା ଦ୍ୱାରା ଯୀଶୁ ପାଖକୁ ଆସିବା ଦ୍ୱାରା ସେମାନେ ବୁଝିପାରିଲେ ଜାଣିପାରିଲେ ଯେ ସେମାନେ ହେଉଛନ୍ତି ପାପୀ ଓକେ ଆଉ ଏଠି ଯିବା ପୂର୍ବରୁ ଯୀଶୁ କହିଛନ୍ତି ଯେ ମୁଁ ଜଗତର ଜ୍ୟୋତି ଏବଂ ଯୀଶୁ ଯୀଶୁ ଜଗତର ଈଶ୍ୱର ମଧ୍ୟ ଯେ ଜଗତର ମାନେ ଏଇ ଜ୍ୟୋତି ଗଡ୍ ମଧ୍ୟ ସେ ଜ୍ୟୋତି ତାହା ବାଇବଲ ପ୍ରକାଶ କରେ ଯଦି ଆମେ ପଢିବା ସେହି ଜୋହନ ଲେଖୁଛନ୍ତି ତାଙ୍କ ପ୍ରଥମ ପତ୍ରରେ ଯେଉଁ ଲେଖନ୍ତି ତାଙ୍କ ପ୍ରଥମ ପତ୍ରର 1:5 କିଏ ପଢିଦେବେ ପ୍ରଥମ ଜୋହନ 1:5 ଏଠାରେ ଜୋହନ କହିବା ଚାହୁଁଛନ୍ତି ଯେ ପରମେଶ୍ୱର ମଧ୍ୟ ଜ୍ୟୋତି ଆମ୍ଭେମାନେ ତାହାଙ୍କ ଠାରେ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଛୁ ତାହା ହିଁ ଈଶ୍ୱର ଜ୍ୟୋତିଷ ଆଉ ତାହାଙ୍କ ଠାରେ ଅନ୍ଧକାରର ଲେଶ ନାହିଁ ନା ଦେଖନ୍ତୁ ଏଠାରେ ଜୋହନ ଲେଖୁଛନ୍ତି ଯେ ଆମ୍ଭେମାନେ ତାହାଙ୍କ ଠାରୁ ଶୁଣିଅଛୁ କାହା ଠାରୁ ସେମାନେ ଯୀଶୁଙ୍କ ଠାରୁ ସେମାନେ ଶୁଣିଅଛନ୍ତି
को विषय रे जे परमेश्वर होचंती ज्योति ईश्वर होची एठारे ओडिया रे लिखा अछि ज्योति स्वरूप बोलिकी किंतु जदि आपण देखिबे इंग्रजी बाइबल रे कि हिंदी ट्रांसलेशन देखिबे सेठारे लिखा अछि गॉड इज लाइट यहोवा ज्योति है लिखा है एठारे किंतु ओडिया रे ज्योति स्वरूप लिखा है दैट इज नॉट ए करेक्ट ट्रांसलेशन जदि हम देखिबा तार मूल भाषा किंबा इंग्रजी भाषा लिखा अछि गॉड इज लाइट ओके एवं प्रथम तिमोथी तार 6 पर्व तार 16 पद लिखा अछि से ज्योतिर्निवासी से ज्योतिरे बास करे ज्योति अगम्य ज्योतिर्निवासी परमेश्वर होचंती ज्योति एवं से ज्योतिरे बास करे ओके एवं यीशु कहते मु ज्योति एई जगतर ज्योति ओके तो एई ज्योतिर प्रथम काम होची से प्रकाश करिबा देखै देबा एठा देखुछु जे से साधुकी फारूसी बा जाजक मानकर से पाप को से देखै देइथिले ओके आ गीत संहिता 90 रो 8 रे ताहा ही कहूची के पढ़ देबे गीत संहिता 90 रो 8 से आमनकर अपराध सबु पाप सबु तांको सम्मुख रखंती कारण से होची ज्योति गीत संहिता 90 रो 8 ତୁମ୍ଭେ ଆମ୍ଭମାନଙ୍କର ଅପରାଧ ଆପଣା ସମ୍ମୁଖରେ ଓ ଆମ୍ଭମାନଙ୍କର ଗୁପ୍ତ ପାପ ଆପଣା ମୁଖର ଦୀପ୍ତିରେ ରଖିଅଛ। ଦେଖନ୍ତୁ ଏଠାରେ ଗୁପ୍ତ ପାପକୁ ସଦାପ୍ରଭୁ ଆପଣା ସମ୍ମୁଖରେ ରଖନ୍ତି ଆଲୋକର ସମ୍ମୁଖରେ ରଖନ୍ତି ହୁଏତ ଭାବୁ ଯେଉଁ ଗୁପ୍ତ ପାପ ଗୁଡାକ ଆମେ ଯୋଉ କରୁଛୁ ଅନ୍ଧକାରର କାର୍ଯ୍ୟ ହୁଏତ କିଏ ଜାଣି ନ ପାରନ୍ତି ହେଉଛି ଗୁପ୍ତ ନିଜେ ଛଡା ଅନ୍ୟ ସେହି ବିଷୟ କିଏ ଜାଣନ୍ତି ନାହିଁ ନିଜେ ଆମ ସ୍ତ୍ରୀ ବି ଜାଣନ୍ତି ନାହିଁ ମୋ ଛୁଆ ପିଲା ଜାଣନ୍ତି ନାହିଁ ମୋ ସାଙ୍ଗ ଜାଣନ୍ତି ନାହିଁ ଅନ୍ୟ କେହି ଜାଣନ୍ତି ନାହିଁ ସେଇ ଯୋଉ ଗୁପ୍ତ ପାପ ସଦାପ୍ରଭୁ ଆପଣା ସମ୍ମୁଖରେ ରଖନ୍ତି ଆପଣା ମୁଖର ଦୀପ୍ତିରେ ରଖାଯାଉଛି ଆଉ ତାହା ପ୍ରକାଶ କରାଯାଏ ଏବଂ ହିତୋପଦେଶ ତାର 20 पर्वर 27 पद लेखा अछि जे सदाप्रभुଙ୍କର आत्मा मनुष्यर आत्मा सदाप्रभुଙ୍କର प्रदीप मनुष्यर आत्मा ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲୁ ବା ପବିତ୍ର ଆତ୍ମା ଆମ ଜୀବନରେ ଆସି ପ୍ରବେଶ କଲେ ଆଉ ଯୋଉ ଆତ୍ମା ଆମେ ପାଇଅଛୁ ଆଉ ସେଇ ଆତ୍ମା ହଉଛି ତାହା ପରମେଶ୍ୱରଙ୍କର ପ୍ରଦୀପ ଆଉ ଲେଖା ଅଛି ତାହା ଅନ୍ତରାଳୟର ସମସ୍ତ ବିଷୟ ସେ ଅନୁସନ୍ଧାନ କରେ ହିତୋପଦେଶ 20:27 ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ ତାହା ଅନ୍ତରାଳୟର ସବୁ ବିଷୟ ଅନୁସନ୍ଧାନ କରେ। ମୁଁ ଶୁଣିପାରୁଛନ୍ତି ଓକେ ଆମ କରେଣ୍ଟ ଚାଲିଗଲା ଆଉ ୱାଇଫାଇ ସାଙ୍ଗେ ସାଙ୍ଗେ ବନ୍ଦ ହେଇଗଲା ଓକେ ଠିକ ଅଛି କିଏ ପଢିଦେବେ ହିତୋପଦେଶ ତାର 20 पर्वर 27 ପଦଟି ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ ତାହା ଅନ୍ତରାଳୟସ୍ଥ ସବୁ ବିଷୟ ଅନୁସନ୍ଧାନ କରେ। ଦେଖ ମନୁଷ୍ୟର ଆତ୍ମା ହଉଛି ସଦାପ୍ରଭୁଙ୍କର ପ୍ରଦୀପ ଓକେ ଆଉ ସେହି ପ୍ରଦୀପ କଣ ନା
ତାଙ୍କ ଅନ୍ତରାଳୟର ସମସ୍ତ ବିଷୟ ଅନୁସନ୍ଧାନ କରେ, ଖୋଜେ, ରିସର୍ଚ୍ଚ। ମନୁଷ୍ୟର ଅନ୍ତରରେ କଣ ଅଛି? କେଉଁ କୋଣରେ ଈର୍ଷା ଅଛି, କେଉଁ କୋଣରେ ସେ ରାଗଟା ଛୁପି ଅଛି, କେଉଁ କୋଣରେ ସେ ହିଂସା ଲୁଚିକି ରହିଅଛି, ତା ହୁଏତ ଅଚାନକ ବାହାରିବ ନାହିଁ। ତା ଆମମାନଙ୍କ ଜୀବନରେ ଟିକେ 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 ଥାଏ ଏବଂ ଯେତେବେଳେ ତାହା ଅତିରିକ୍ତ ହୁଏ ତା ସେତେବେଳେ ବାହାରକୁ ଆସେ। କିନ୍ତୁ ସେଇ ଯୋଉ ଅନ୍ତରରେ ଯୋଉ ଲୁଚିକି ରହିଥିବା ସେଇ ଈର୍ଷା, ହିଂସା, କ୍ରୋଧ, ଯୋଉ ଅନ୍ଧକାରର କାର୍ଯ୍ୟର ଗୁଣ ଗୁଡାକ ଥାଏ, ଲେଖା ଅଛି ତାହା ସଦାପ୍ରଭୁ ଅନୁସନ୍ଧାନ କରନ୍ତି। ସେ ଦେଖେଇ ଦିଅନ୍ତି ଯେ ତୋ ପାଖରେ ଏହି ଗୁଣ ଅଛି, ତୋ ପାଖରେ ଏହି ଖରାପ ଗୁଣ ରହିଅଛି। କାରଣ ଆମର ସେ ଆତ୍ମା ହଉଛି ପରମେଶ୍ୱରଙ୍କର ପ୍ରଦୀପ, ଆଉ ତାକୁ ସେ ଅନୁସନ୍ଧାନ କରନ୍ତି, ସେ ଦେଖେଇ ଦିଏ। ତ ପ୍ରଥମ ବିଷୟ ହଉଛି ଲାଇଟ, ଜ୍ୟୋତିର ଗୁଣ ହଉଛି ସେ ଦେଖେଇ ଦେବା। ସେଦିନ ଯେପରି ସେଇ ଶାସ୍ତ୍ରୀ ଫାରୁସୀ ମାନଙ୍କର ପାପକୁ ସେ ଯୀଶୁଖ୍ରୀଷ୍ଟ ଦେଖେଇ ଦେଇଥିଲେ, ଏକ୍ଜାକ୍ଟଲି ତାହା ହିଁ ଆମମାନଙ୍କର ଯୋଉ ଆତ୍ମା ହଉଛି ପରମେଶ୍ୱରଙ୍କର ସେହି ପ୍ରଦୀପ। ଆଉ ଆମମାନଙ୍କର ଅନ୍ତରରେ ଯାହା କିଛି ଲୁଚି ରହିଅଛି ତାକୁ ସଦାପ୍ରଭୁ ଦେଖେଇ ଦିଅନ୍ତି। ଏଫିସିଓ ତାର 5:13 ମଧ୍ୟ ତା ଲେଖା ଅଛି। ଏପଟେ ଦେବେ ଏଫିସିଓ ତାର 5:13 ଏଫିସିଓ 5:13। କିନ୍ତୁ ଯେ ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ସେହି ସବୁ ପ୍ରକାଶିତ ହୁଏ, କାରଣ ଯାହା ସବୁ ପ୍ରକାଶିତ ହୁଏ ତାହା ଆଲୋକ। ଓକେ, ଆଲୋକ ହଉଛି ପ୍ରକାଶ କରେ, ଦେଖେଇ ଦିଏ, ଆଉ ଯାହା ପ୍ରକାଶ କରେ ହଉଛି ତା ହଉଛି ଆଲୋକ। ଦେଖନ୍ତୁ ବର୍ତ୍ତମାନ ଲାଇଟ ପଳେଇଲା ଆମର, ମତେ ଭଲ ଦେଖାଯାଉନି। ଯେତେବେଳେ ଆଲୋକ ମୁଁ ଲାଇଟ ଜଳେଇଲି ତେବେ ଅକ୍ଷର ଗୁଡାକ ମତେ ଦେଖାଯାଉଛି। ଆଲୋକ ଦେଖେଇ ଦିଏ। ଆଉ ଯେତେବେଳେ ପରମେଶ୍ୱର ବା ଯୀଶୁଖ୍ରୀଷ୍ଟ, ପରମେଶ୍ୱର ନିଜେ ଆମେ ଯେ ଦେଖିଲୁ ପରମେଶ୍ୱର ନିଜେ ହଉଛନ୍ତି ଜ୍ୟୋତି, ଆଉ ଯୀଶୁ କହିଲେ ମୁଁ ସେଇ ଜଗତର ଜ୍ୟୋତି। ଆଉ ଯେତେବେଳେ ଯୀଶୁ ଆମ ଜୀବନକୁ ଆସନ୍ତି, ଅନ୍ତର ଆସନ୍ତି, ତେବେ ସେ ଯାହା କିଛି ଆମମାନଙ୍କ ଭିତରେ ଅଛି ତାହା ସେ ଦେଖେଇ ଦିଅନ୍ତି। ଓକେ, ଦ୍ୱିତୀୟ ବିଷୟ ଦେଖିବା, ଲାଇଟ ଡିସଫଲ, ସେ ଦୂର କରେ। ଓକେ, ଦ୍ୱିତୀୟ ସାମୁଏଲ ତାର 22:29 ପଢିବା। ଦ୍ୱିତୀୟ ସାମୁଏଲ 22:29। ଆଜି କିଏ ନାହାନ୍ତି କି ପଢିବା ପାଇଁ ବୋଲିକି? ହେ ସଦାପ୍ରଭୁ, ତୁମ୍ଭେ ମୋହର ପ୍ରଦୀପ, ପୁଣି ସଦାପ୍ରଭୁ ମୋହର ଅନ୍ଧକାରର ଆଲୋକମୟ କରିବେ। ଓହୋ, ଆ ଆ ଯଦି କାହା ପାଖରେ ଅଛି କି ହିନ୍ଦୀ ବାଇବଲ, ହିନ୍ଦୀ ବାଇବଲରେ ବହୁତ ଏକ୍ଜାକ୍ଟଲି କଣ ଅଛି ତାହା ଲେଖାଯାଇଅଛି। ଯଦି କାହା ପାଖରେ ଯଦି କିଏ ପଢୁଥିଲେ ମୁଁ ପଢି ଦଉଛି। यहोवा मेरे अंधियारों को दूर करके उजियाला करता है। ମାନେ ପରମେଶ୍ୱରଙ୍କର ସେହି ଯୋଉ ଆଲୋକ ତା ଅନ୍ଧକାରକୁ ଦୂର କରେ ଲେଖା ହେଇଛି। ଦେଖନ୍ତୁ ଯେତେବେଳେ ମୁଁ ଲାଇଟ୍ କୁ ଅଫ୍ କରିବି ତେବେ ଏଠାରେ ଅନ୍ଧାର ଦେଖାଯାଉଛି। ଓକେ, ଯେତେବେଳେ ମୁଁ ଅନ୍ କରିବି ଲାଇଟ୍ କୁ, ଆଉ ତାହା ସେ ଅନ୍ଧକାର ଆପେ ଆପେ ଦୂରେଇ ଯାଉଛି। ଯେତେବେଳେ ଆଲୋକଙ୍କ ଉପସ୍ଥିତି ଆସେ ଅଟୋମେଟିକ, ଓକେ, ଆପେ ଆପେ ସେଇ ଅନ୍ଧକାର ଦୂର ହୋଇଯାଏ। ଯେତେବେଳେ ଯୀଶୁଖ୍ରୀଷ୍ଟ ଆମମାନଙ୍କ ଜୀବନକୁ ଆସନ୍ତି, ଯେତେବେଳେ ଯୀଶୁଙ୍କୁ ଆମେ ଗ୍ରହଣ କରୁ, ଆଉ ସେଇ ସମୟରେ ଆମଙ୍କ ମଧ୍ୟରେ ଅନ୍ଧକାରର ଯେକୌଣସି କାର୍ଯ୍ୟ ରହିଅଛି, ଅନ୍ଧକାରର କାର୍ଯ୍ୟ ସବୁ ଆମେ ଜାଣୁଛୁ, ଆଉ ସେହି ଅନ୍ଧକାର ସମସ୍ତ କାର୍ଯ୍ୟ ଆପେ 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 ସେ ଦୂରେଇ ଯାଏ। ଆଉ ଯେତେବେଳେ ଲାଇଟ୍ ଯଦି ନଥିବ ଆଉ ସେ ଅନ୍ଧକାର ପୁନର୍ବାର ଆସିଥାଏ। ସେଦିନ ଯେପରି ଆ ରାଜା ସାଉଲଙ୍କ ଜୀବନରେ ସେ ଗୋଟିଏ ଆତ୍ମା, ଓକେ, ଗୋଟେ
ଯେତେବେଳେ ସେ ଭଲ ଆତ୍ମା ଚାଲି ଯାଉଥିଲା ସେତେବେଳେ ମନ୍ଦ ଆତ୍ମା ପ୍ରବେଶ କରୁଥିଲା। କିନ୍ତୁ ଯେତେବେଳେ ସେ ଭଲ ଆତ୍ମା ଆସୁଥିଲା ପୁନର୍ବାର ସେ ମନ୍ଦ ଆତ୍ମା ପୁନର୍ବାର ସେ ଚାଲି ଯାଉଥିଲା। ଆଉ ଯେତେବେଳେ ଯୀଶୁ ରୂପକ ଜ୍ୟୋତି ବା ପରମେଶ୍ୱର ଯେ ଜ୍ୟୋତି ସେ ଯେତେବେଳେ ତାଙ୍କ ଆମ ହୃଦୟକୁ ଆସନ୍ତି ତେବେ ଏ ହୃଦୟରୁ ସମସ୍ତ ପ୍ରକାର ଯୋଉ ଅନ୍ଧକାରର କାର୍ଯ୍ୟ ସବୁ ଆପେ ଆପେ ଦୂରେଇ ଯାଏ। କାରଣ ଦ୍ୟାଟ୍ ଇଜ ଦ ନେଚର ଅଫ ଦ ଲାଇଟ୍ ହଉଛି ସେଇ ଲାଇଟ୍ର ବା ସେଇ ଜ୍ୟୋତିର ଗୁଣ ହଉଛି ସେ ଅନ୍ଧକାରକୁ ଦୂର କରିବା। ଯିଶାୟ ତାର 42:16 ମଧ୍ୟ ଲେଖା ହଉଛି ସେ ଅନ୍ଧକାରକୁ ସେ ଆଲୁଅରେ ପରିଣତ କରନ୍ତି। କାରଣ ଯେତେବେଳେ ଆଲୋକ ଆସେ ଅଟୋମେଟିକାଲି ସେହି ଅନ୍ଧାର ସେଠାରୁ ଦୂରେଇ ଯାଇଥାଏ। ପ୍ରଥମ ବିଷୟ ହଉଛି ଦ ଲାଇଟ୍ ଡିସକ୍ଲୋଜ ଜ୍ୟୋତି ପ୍ରକାଶ କରେ ଏବଂ ଦ୍ୱିତୀୟ ବିଷୟ ହଉଛି ଲାଇଟ୍ ଡିସପେଲ ତାକୁ ସେ ଦୂର କରିଦିଏ। ତୃତୀୟ ବିଷୟ ଦେଖିବା ଲାଇଟ୍ ଡିଭାଇଡ ସେ ବିଭକ୍ତ କରେ। ଯେତେବେଳେ ସଦାପ୍ରଭୁ ଏଇ ସମସ୍ତ ବିଷୟ ସୃଷ୍ଟି କଲେ ଓକେ ଆମେ ପ୍ରଥମେ ଦେଖିବା ସେଇ ଏକ ପର୍ବର 4 ପଦ ଲେଖା ଅଛି ସେ ଦିବସକୁ ରାତ୍ରିକୁ ସେ ବିଭକ୍ତ କଲେ ତାକୁ ସେ ଡିଭାଇଡ କଲେ ଯେ ଯେ ଅନ୍ଧକାରକୁ ସେ ରାତ୍ରିର ନାମ ଦେଲେ ଏବଂ ଆଲୋକକୁ ସେ ଦିବସର ନାମ ଦେଲେ। ଆଦି ପୁସ୍ତକ 1:4 ପଢି ଦିଅନ୍ତୁ। ଆଦି ପୁସ୍ତକ 1:4। ଆଉ ପ୍ରଭୁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକି ଭିନ୍ନ କଲେ। ଦେଖ ଅନ୍ଧକାରରୁ ଦୀପ୍ତିକୁ ପରମେଶ୍ୱର ଭିନ୍ନ କଲେ। ପରମେଶ୍ୱରଙ୍କର ସେହି ଜ୍ୟୋତି ତାର ଗୁଣ ହଉଛି ସେ ଅନ୍ଧକାରର ଦୀପ୍ତିକୁ ସେ ଭିନ୍ନ କରନ୍ତି। ଯେତେବେଳେ ତାଙ୍କରି ଉପସ୍ଥିତି ଆସେ ସେ ଏହି ଯୋଉ ଅନ୍ଧକାରର ଏବଂ ଆଲୋକର କାର୍ଯ୍ୟକୁ ସେ ଡିଭାଇଡ କରନ୍ତି ସେ ଭିନ୍ନ କରନ୍ତି। ଓକେ ଚତୁର୍ଥ ବିଷୟ ଦେଖିବା ଯେ ଲାଇଟ୍ ଡାଇରେକ୍ଟ ସେ ଦିଗ ଦର୍ଶନ କଲେ ସେ ମାର୍ଗ ଦର୍ଶନ ଦେଖାଏ। ଆପଣମାନେ ଦେଖିଥିବେ ଯେତେବେଳେ ସମୁଦ୍ର କୂଳକୁ ଯାଆନ୍ତି ଲାଇଟ୍ ହାଉସ୍ ଓକେ ଲାଇଟ୍ ହାଉସ୍ ସେ ଛୋଟିଆ ଲାଇଟ୍ ଗୋଟେ ଶହ ଶହ ଦୂରରେ ଥିବା ସେଇ ଜାହାଜର ବା ସେଇ କ୍ୟାପ୍ଟେନ ସେ ନାବିକ ସେ ଜାଣନ୍ତି ତାର ସଠିକ ପଥରେ ସେ ଯାଉଛନ୍ତି ନାହିଁ। ସେ ଲାଇଟ୍ ସେମାନଙ୍କୁ ଦିଗ ଦର୍ଶାଏ ଯେ ସେମାନେ କେଉଁ ଦିଗରେ ସେମାନେ ଗଲେ ସେମାନେ ସେଇ କୂଳରେ ଯାଇକି ସେମାନେ ପହଞ୍ଚିବେ। ଲାଇଟ୍ ର କାମ ହଉଛି ଏ ଦିଗ ଦର୍ଶନ ଯିବା। ଯେତେବେଳେ ଇସ୍ରାଏଲ ଲୋକମାନେ ସେଇ ମିଶର ଦେଶରୁ ଆସୁଥିଲେ ଆସୁଧା ପ୍ରଭୁ ଦିନରେ ମେଘସ୍ତମ୍ଭ ଏବଂ ରାତ୍ରିରେ ସେ ଅଗ୍ନିସ୍ତମ୍ଭ ସେ ଅଗ୍ନିସ୍ତମ୍ଭ ହେଇ ସେ ଲାଇଟ୍ ହେଇକି ସେ ଲୋକମାନଙ୍କୁ ସେ ପଥ ଦେଖାଇ କଢେଇ ନଉଥିଲେ ଯାହାକି ପ୍ରଭୁ ତୁମର ସମ୍ପୂର୍ଣ୍ଣ କହିବେ। ଯାତ୍ରା ପୁସ୍ତକ ତାର 13 ପର୍ବର 21 ପଦ ଲେଖା ଅଛି ସେ ଦିନରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ହୋଇ ସେ ଇସ୍ରାଏଲ ଲୋକମାନଙ୍କୁ ସେ କଢେଇ ନଉଥିଲେ। ବିଷୟ ତାର 48 ପର୍ବର 7 ପର୍ଯ୍ୟନ୍ତ ତାର ତାର ଗୋଟେ ଅନମ୍ୟୁଟ ଅଛି ମ୍ୟୁଟ କରିଦିଅନ୍ତୁ। ଜିସାୟା ପୁସ୍ତକ ତାର 48 ପର୍ବର 17 ପଦ ସେ ଗନ୍ତବ୍ୟ ପଥରେ ସଦାପ୍ରଭୁ ଇସ୍ରାଏଲର ଧର୍ମ ସ୍ୱରୂପ ଏହି କଥା କହନ୍ତି ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ। ଓକେ ସେ ହଉଛି ତାଙ୍କ ଗନ୍ତବ୍ୟ ପଥରେ ତାକୁ ସେ ଗମନ କରାନ୍ତି। ଆଉ ସେ ପଥ ସେ ନିଜେ ଆଉ ସେ ଆଲୋକ ସେ ସେ ନିଜେ ଯାହାକି ଆମେ ତା ପରବର୍ତ୍ତୀ ଗୀତ ସଂହିତା 119:5 ଆମେ ସମସ୍ତଙ୍କର ଯୋଉ ସୁନାପଦ ଯୋଉ ମନେ ଅଛି ତା ଲେଖା ଅଛି ଯେ ତୁମର ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ପରମେଶ୍ୱର ନିଜେ ସେହି ପଥ ଆଉ ସେ ପଥର ଆଲୋକ ନିଜେ ସେ ବାଟ ଦେଖାନ୍ତି।
ଯେ ଜଣେ ବିଶ୍ୱାସୀ କେଉଁ ପଥରେ ଯିବା ଉଚିତ, ଜଣେ ବିଶ୍ୱାସୀ କେଉଁ ପଥରେ ନ ଯିବା ଉଚିତ, ତାହା ସେ ସଠିକ ସେ ମାର୍ଗ ସେ ଦେଖାନ୍ତି। କାରଣ ସେଇ ଜ୍ୟୋତିର ଗୁଣ ହଉଛି ସେ ଦିଗ ଦର୍ଶନ କରିବା, ଦେଖେଇବା। ସେଦିନ ସେ ପାପିନୀ ସ୍ତ୍ରୀଙ୍କୁ ଯୀଶୁ କହିଲେ ଯେ ସେମାନେ ତୁମକୁ ଦଣ୍ଡ ଦେଇନାହାନ୍ତି, ମୁଁ ମଧ୍ୟ ତୋତେ ଦଣ୍ଡ ଦେଉନାହିଁ, ଆଉ ତୁମେ ପୁନର୍ବାର ପାପ କର ନାହିଁ। ତାକୁ ଗୋଟେ ସଠିକ ପଥ ସେ ଦେଖାଇଥିଲେ। କିନ୍ତୁ ସେଇ ପାପିନୀ ସ୍ତ୍ରୀଙ୍କୁ କିଛି ସମୟ ପୂର୍ବରୁ ସେଇ ଶାସ୍ତ୍ରୀ ମାନେ, ସେଇ ଫାରୁସୀ ମାନେ, ସେଇ ଯାଜକ ମାନେ ତାଙ୍କୁ ସେଇ ପଥ ଦେଖାଇ ନଥିଲେ। ତାକୁ ସେଇ ଦଣ୍ଡର ପଥ ଦେଖାଇଥିଲେ, କିନ୍ତୁ ସଦାପ୍ରଭୁ ତାଙ୍କୁ ଏକ ମୁକ୍ତର ପଥ ଦେଖାଇଥିଲେ। ତାଙ୍କୁ ସେ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ, ଆଉ ସଠିକ ପଥ ଦେଖାଇଥିଲେ ଯେ ପୁନର୍ବାର ଆଉ ଏପରି ପାପ କର ନାହିଁ। କାରଣ ଜ୍ୟୋତିର ଗୁଣ ହଉଛି ଦ ନେଚର ଦ ଲାଇଟ୍, ଇଟ୍ ଶୋସ୍ ଦ ରାଇଟ୍ ୱେ। ସେ ସଠିକ ପଥ ଦେଖାଇଥାନ୍ତି। ଓକେ, ଶେଷ ପଦକି ଆମେ ଶେଷ କରିବା। ଦ ଲାଇଟ୍ ଡ୍ରସ୍, ସେ ଆକର୍ଷଣ କରେ। ଜ୍ୟୋତିର ଗୁଣ ହଉଛି ସେ ଆକର୍ଷଣ କରିବା। ଓକେ? ଯେତେବେଳେ ଆପଣ ଲାଇଟ୍ ଜଳିଥିବେ, ଦେଖନ୍ତୁ କେତେ ଗୁଡ଼ିଏ ପୋକ ଗୁଡାକ ଆକର୍ଷିତ ହେଇକି ଆସିଥାନ୍ତି ଜ୍ୟୋତି ପାଖକୁ। ଆଉ ଯୋଉ ସ୍ଥାନରେ ଜ୍ୟୋତି ଥିବ, ଆଉ ସେଇ ସ୍ଥାନରେ ଲୋକମାନେ ରହିବା ନିମନ୍ତେ ପସନ୍ଦ କରନ୍ତି। କିନ୍ତୁ କେଉଁମାନେ ରୁହନ୍ତି ଅନ୍ଧକାରରେ? ଯେଉଁମାନେ ଅନ୍ଧକାରର କାର୍ଯ୍ୟ କରନ୍ତି, ସେମାନେ ଅନ୍ଧକାରରେ ଲୁଚିକି ସେ କରନ୍ତି। ଆପଣ ଯେତେବେଳେ ଗାଁର ମୁଣ୍ଡ ଆଡେ ଯାଇଥିବେ କିମ୍ବା କୌଣସି ସନ୍ଧ୍ୟାବେଳେ ଯାଇଥିବେ, ଲୁଚିକି ଲୋକମାନେ ମନ୍ଦ ବିଷୟ ସବୁ ବ୍ୟବହାର କରୁଥାନ୍ତି। ସେ ସିଗାରେଟ ଆଣିବା କିମ୍ବା ମଦ ପିଇବା, ସେମାନେ ଖୋଲାଖୋଲା କରନ୍ତି ନାହିଁ। କାରଣ ଏ ସବୁ ଗୁଡାକ ଯୋଉ ଭୁଲ କାର୍ଯ୍ୟ ସେମାନେ ଅନ୍ଧକାରରେ ରହି କରନ୍ତି। କିନ୍ତୁ ଯୋଉ ପରମେଶ୍ୱରଙ୍କର ବା ସେଇ ଜ୍ୟୋତିର ଯୋଉ ଗୁଣ ଅଛି, ସେ ଆକର୍ଷଣ କରିବା। ଯେତେବେଳେ ଯୀଶୁ ଏଇ ଜଗତ ମଧ୍ୟରେ ଥିଲେ, ଯେତେବେଳେ ସେ ଯୁଆଡେ ଯାଉଥିଲେ, ତାଙ୍କ ପଛରେ ହଜାର ହଜାର ଲୋକମାନେ ଯାଉଥିଲେ। କାରଣ ସେ ଆଟ୍ରାକ୍ଟ କରୁଥିଲେ ଲୋକମାନଙ୍କୁ। ଆଉ ସେଦିନ ସେହି ଜ୍ୟୋତି ସେ ପଣ୍ଡିତ ମାନଙ୍କୁ ଆକର୍ଷଣ କରିକି ସେ ରାସ୍ତା ଦେଖାଇ ଦେଇଥିଲେ। ଆଉ ସେଥିରେ ମଧ୍ୟ ଯୀଶୁ କହନ୍ତି ଯେ ମୁଁ ଏହି ଜଗତର ଜ୍ୟୋତି। ଆମେ ପ୍ରଥମେ ଦେଖିଥିଲୁ ଯେ ପରମେଶ୍ୱର ହଉଛନ୍ତି ଜ୍ୟୋତି, ଆଉ ସେ ଜ୍ୟୋତିରେ ବାସ କରନ୍ତି। ଏବଂ ଯୀଶୁ କହିଲେ ଯେ ମୁଁ ଜଗତର ଜ୍ୟୋତି। ଆଉ ଯୀଶୁ ନିଜେ କହିଛନ୍ତି ଯେ ଶିଷ୍ୟମାନଙ୍କୁ, ତୁମ୍ଭେମାନେ ଜଗତର ଜ୍ୟୋତି। ଯେ ପର୍ଯ୍ୟନ୍ତ ଯୀଶୁ ଜଗତରେ ଥିଲେ, ସେ ଜଗତର ଜ୍ୟୋତି, ଏବଂ ସେ ଜାଣନ୍ତି ଯେ କିଛି ସମୟ ପରେ ସେ ଜଗତ ଛାଡିକି ଚାଲିଯିବେ, ଆଉ ଜଗତରେ ନଥିବେ। ଏଣୁ ସେହି କାର୍ଯ୍ୟ ତାଙ୍କ ଶିଷ୍ୟମାନଙ୍କ ହାତରେ ସମର୍ପଣ କରିବେ। ଏଣୁ ସେ ଶିଷ୍ୟମାନେ କହୁଛନ୍ତି ଯେ ତୁମ୍ଭେମାନେ ମଧ୍ୟ ଜଗତର ଜ୍ୟୋତି। ଆଉ ସେଇ ଜ୍ୟୋତିରେ ଆମକୁ ଆଚରଣ କରିବା ଆବଶ୍ୟକତା ରହିଅଛି। ସେଇ ଜ୍ୟୋତିର ଯୋଉ ଗୁଣ ଗୁଡାକ ଦେଖିଲୁ, ସେ ସମସ୍ତ ଗୁଣ ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କରନ୍ତି, ତାଙ୍କ ଜୀବନରେ ତାହା ପ୍ରତିଫଳିତ ହେବା ଆବଶ୍ୟକତା ରହିଅଛି। ସେଥିରେ ମଧ୍ୟ ଯୀଶୁ କହିଲେ ଯେ ତୁମେମାନେ ଜଗତର ଜ୍ୟୋତି। ସେ ନିଜେ ଜ୍ୟୋତି, ଆଉ ସେ ତାଙ୍କ ଶିଷ୍ୟମାନଙ୍କୁ ଯେମାନେ ତାଙ୍କୁ ଅନୁସରଣ କରନ୍ତି, ଯେମାନେ ତାଙ୍କୁ ଗ୍ରହଣ କରନ୍ତି, ସେ ତାଙ୍କୁ ମଧ୍ୟ ତାହା କହିଥିଲେ ଯେ ତୁମମାନେ ଜଗତର ଜ୍ୟୋତି। ଆସନ୍ତୁ ଆମର ସେଇ ଜ୍ୟୋତିକୁ ଗ୍ରହଣ କରିଅଛୁ, କିନ୍ତୁ ସେଇ ଜ୍ୟୋତିରେ ଆମେ ଆଚରଣ କରିବା, ଆମ ସେଇ ଜ୍ୟୋତିରେ ଆମେ ଗମନ କରିବା। ତାହେଲେ ସଦା ପ୍ରଭୁ ଆମେ ସମସ୍ତଙ୍କୁ ପ୍ରତି ମାସ ଆଶୀର୍ବାଦ କରିବେ। এই ସୁନ୍ଦର ସୁଯୋଗ ନିମନ୍ତେ ବହୁତ ବହୁତ ଧନ୍ୟବାଦ ମୁଁ ଜ୍ଞାପନ କଲେ। ଆପଣ ମାନେ ଶୁଣିଥିବାରୁ ଆପଣଙ୍କ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ସୁନ୍ଦର ବାକ୍ୟ, 5ଟା ବିଷୟକୁ ନେଇକି ସୁନ୍ଦର ଭାବରେ ଜ୍ୟୋତି ପ୍ରକାଶ କରିଛନ୍ତି। ଆଉ ସେଥିପାଇଁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଅତି ସୁନ୍ଦର ଭାବରେ ଆଉ ସବିସ୍ତାର ପୁରା ବିସ୍ତାରିତ କରିଛନ୍ତି। ପ୍ରଭୁ ଆପଣଙ୍କର ସହବର୍ତ୍ତୀ ଈଶ୍ୱର ହୁଅନ୍ତୁ। ଆଜି ଜ୍ୟୋତି ବିଷୟରେ ଆମେ ଅନେକ ବିଷୟ ଶିଖିବାକୁ ପାଇଲୁ। ଆଉ
ଆମେ ଦେଖୁଛୁ ଜ୍ୟୋତି ପ୍ରକାଶ କରୁଛି, ଜ୍ୟୋତି ଅନ୍ଧକାର ଦୂର କରୁଛି, ଜ୍ୟୋତି ବିଭକ୍ତ କରୁଛି, ଜ୍ୟୋତି ଦିଗ ଦେଖାଉଛି, ଜ୍ୟୋତି ଆକର୍ଷଣ କରୁଛି। 5ଟା ବିଷୟକୁ ନେଇକି ଆପଣ ଅତି ସୁନ୍ଦର ଭାବରେ ବୁଝେଇଛନ୍ତି ପ୍ରଭୁ। ଆପଣଙ୍କର ସହବର୍ତ୍ତୀ ଈଶ୍ୱର ହୁଅନ୍ତୁ। ଆଉ ଏହିପରି ଆଗାମୀ ଦିନ ମାନଙ୍କରେ ମଧ୍ୟ ଆପଣ ଆସି ଏଇ ଜୁମ୍ ରେ ଆଉ ସୁନ୍ଦର ସୁନ୍ଦର ବାକ୍ୟ ସବୁ ଉପସ୍ଥାପନ କରନ୍ତୁ ପ୍ରଭୁ। ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କ ଗୌରବ ନିମନ୍ତେ ଆଉ ଆଜ୍ଞାଙ୍କ ଉତ୍ସାହିତ ନିମନ୍ତେ ଆମମାନେ ଉଚ୍ଚ କରତାଳି ପ୍ରଦାନ କରୁଥିବା। ଧନ୍ୟବାଦ ଆଜ୍ଞା ସୁନ୍ଦର ବାକ୍ୟ ନିମନ୍ତେ। ଆଉ ଏତେବେଳେ ଆମମାନଙ୍କର କଣ ଯଦି ବିଜ୍ଞାପନ ଅଛି ତାହେଲେ ଆମ ହୋଷ୍ଟ ଭାଇଙ୍କୁ ମୁଁ ଅନୁରୋଧ କରୁଛି ସେ ବିଜ୍ଞାପନ ପ୍ରକାଶ କରୁଥିବେ।